ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ମଜା ଗପଟିଏ ପଢ଼ିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି କୁକୁରକୁ ଉପହାର। ତ ପିଲାମାନେ, ତମମାନଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ଯେ କୁକୁରକୁ ପୁଣି କି ଉପହାର। ତ ପିଲାମାନେ, ଯଦି ବି କୁକୁରକୁ ଉପହାର, ତାହେଲେ କୁକୁରକୁ ଉପହାର କିଏ ଦେଲା? ତ ପିଲାମାନେ ନିହାତି ଭାବରେ ଗୋଟିଏ ସୁନ୍ଦର ମଜା ଗପଟିଏ। ତ ପିଲାମାନେ, ଗପଟିକୁ ପ୍ରଥମେ ଆମେ ପଢ଼ି ନେବା, ତାପରେ ଶୁଣିବା। ତ ପିଲାମାନେ, ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ, ତା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅ। ତ ପିଲାମାନେ, ଯାହାଫଳରେ ଯେତେବେଳେ ବି ମୁଁ ଏହିଭଳି ଗୋଟିଏ ଲେଖାଏଁ ମଜା ଗପ ପଢ଼ିବି ଆଉ ଶୁଣେଇବି, ତମମାନେ ନିହାତି ଭାବରେ ମଜା ଗପ ପଢ଼ିପାରିବ ଏବଂ ଶୁଣିପାରିବ। ତ ପିଲାମାନେ, ପ୍ରଥମେ ଆମେ ପଢ଼ିଦେବା, ତାପରେ ଶୁଣିବା। କୁକୁରକୁ ଉପହାର। ତ ପିଲାମାନେ, ଏଇ ଛବିରେ ତମମାନେ ଗୋଟିଏ କୁକୁରକୁ ଦେଖିପାରୁଥିବ, ଆଉ ଗୋଟିଏ ବିଲେଇକୁ ମଧ୍ୟ ଦେଖିପାରୁଥିବ, ଆଉ ଗୋଟିଏ ଛେଳିକି ମଧ୍ୟ ଦେଖିପାରୁଥିବ। ହେଲା, କୁକୁର ଆଉ ବିଲେଇ, ଛେଳି, ଏଇ ତିନି ଜଣକୁ ତମମାନେ ଏଇଠି ଛବିରେ ଦେଖିପାରୁଥିବ। ହେଲା, ତ ପିଲାମାନେ ତମମାନେ ଭାବୁଥିବ ଯେ ଏଇ କୁକୁରକୁ କ'ଣ ଏଇ ଛେଳି ଆଉ ବିଲେଇ ଉପହାର ଦେଲେ କି? ତ ପିଲାମାନେ ନିହାତି ଭାବରେ ଗପଟିକୁ ପଢ଼ିଲେ ସିନା ଆମେ ଜାଣିବା। ତ ଏବେ ଗପଟିକୁ ପଢ଼ି ନେବା। ଥରେ ଗୋଟିଏ ବିଲେଇ ଗୋଟିଏ ଛେଳି ସହ ଝଗଡ଼ା କରୁଥାଏ। କଥା କ'ଣ ନା, ବିଲେଇ ପିଠାଟିଏ ଚୋରି କରି ଆଣି ଆସୁଥାଏ। ତ ପିଲାମାନେ, ଥରେ ଗୋଟିଏ ବିଲେଇ କ'ଣ କରିଛି ନା, ଗୋଟିଏ ଛେଳି ସହିତ ଝଗଡ଼ା କରୁଥାଏ। ତ ପିଲାମାନେ, ଛେଳି ସହିତ ଝଗଡ଼ା କରିବାର କାରଣ କ'ଣ ଥାଇପାରେ? ତ ନିହାତି ଭାବରେ ପିଲାମାନେ ଗପଟିକୁ ଆମେ ପଢ଼ିଲେ ଜାଣିବା। ତ ପିଲାମାନେ, ବିଲେଇ ଦେଖିବାକୁ କେତେ ଛୋଟ, ଛେଳି ଦେଖିବାକୁ କେତେ ବଡ଼, ତଥାପି ବିଲେଇର ସାହସ ଏତେ ଯେ, ହେଲା, ସେ ଦେଖିବାକୁ ଏତେ ଛୋଟ ହେଲେ ବି ତା ସାହସ ଏତେ ଯେ ସେ ଛେଳି ସହିତ ଝଗଡ଼ା କରୁଛି। କଥା କ'ଣ ନା, ବିଲେଇ ପିଠାଟିଏ ଚୋରି କରି ଆଣି ଆସୁଥାଏ। ତ ପିଲାମାନେ, ବିଲେଇ ତମମାନେ ସବୁ ଦେଖିଥିବ ଘରେ। ହେଲା, ବିଲେଇ କ'ଣ କରେ ନା, ପିଠା ହଉ, ଯେକୌଣସି କ୍ଷୀର ହଉ, ଜିନିଷ ହଉ, ଲୁଚେଇକି ଖାଇଦିଏ ବା ଚୋରି କରିକି ନେଇଯାଏ। ହେଲା, ଦିନେ କ'ଣ ହେଇଛି ନା, ସେହିପରି ଏଠି ବିଲେଇଟିଏ ପିଠାଟିଏ ଚୋରି କରି ଆଣି ଆସୁଥାଏ। ଏହି ସମୟରେ ପିଠାଟା ବଡ଼ ହୋଇଥିବାରୁ ବିଲେଇ ପାଟିରୁ ଗଳି ପଡ଼ିଲା। ତ ପିଲାମାନେ, ବିଲେଇ ଆଣିଥିବା ପିଠାଟି, ହେଲା, ସେ ଯୋଉ ଚୋରି କରି ପିଠାଟି ଆଣିଛି, ସେ ପିଠାଟିର ଆକାର ବହୁତ ବଡ଼ ଥିଲା। ହେଲା, ବିଲେଇ ଦେଖିବାକୁ ଛୋଟ, ତା ପାଟି ମଧ୍ୟ ଛୋଟ, ସେଥିପାଇଁ ପିଠାଟି ବିଲେଇର ପାଟିରୁ ଗଳି ପଡ଼ିଲା। ଛେଳିଟି ସେଇଠି ବୁଲୁଥିଲା, ତା ପାଖରେ ଯେମିତି ପିଠାଟି ଗଳି ପଡ଼ିଛି, ସେ କି ଆଉ ଛାଡ଼େ, ଛେଳି ଚଟ୍ କରି ପିଠାଟି ଚୋବେଇ ଗିଳିଦେଲା। ତ ପିଲାମାନେ, ଯେତେବେଳେ ବିଲେଇର ପାଟିରୁ ପିଠାଟି ଗଳି ପଡ଼ିଲା, ହେଲା, ଛେଳିଟି ସେଇଠି ବୁଲୁଥିଲା। ହେଲା, ଛେଳିଟି ପିଲାମାନେ କ'ଣ କରୁଥିଲା ନା, ସେଇଠି ବୁଲୁଥିଲା। ସେ ଯେତେବେଳେ କ'ଣ ସେ ପିଠାଟିକୁ ଦେଖିଲା, ବିଲେଇ ପାଟିରୁ ପିଠାଟି ଖସି ପଡ଼ିଲା, ସଙ୍ଗେ ସଙ୍ଗେ ସେ ଆଉ ଡେରି ନକରି ପିଠାଟିକୁ ଖାଇଦେଲା। ହେଲା, ଖାଇଦେବାରୁ ସେଇଠୁ କ'ଣ ହେଲା ନା, ବିଲେଇଟି ତା ସହିତ ଝଗଡ଼ା କଲା। ଯେହେତୁ ସେ ପିଠାଟିକୁ ଚୋରି କରି ଆଣିଥିଲା ଖାଇବ ବୋଲି, ହେଲା, ତା ପାଟିରୁ ଯେହେତୁ ପିଠାଟି ଗଳି ପଡ଼ିଲା, ହେଲା, ଛେଳି ସେଇଠି ଥିଲା, ଛେଳି କ'ଣ କଲା ନା, ବିଲେଇର ପିଠାକୁ ଖାଇଦେଲା। ସେଥିପାଇଁ ସେ ଦୁଇ ଜଣଙ୍କ ମଧ୍ୟରେ କଳି ହେଲା। ତ ଦେଖିବା ପିଲାମାନେ, ତାପରେ କ'ଣ ହେଲା, ବିଲେଇର ରାଗ ଜୋର ହୋଇଗଲା। ସେ ଛେଳିକୁ କାମୁଡ଼ିବାକୁ ଗୋଡ଼ାଇଲା। ଛେଳି ବି କମ୍ ନୁହଁ। ତ ପିଲାମାନେ, ଯେହେତୁ ବିଲେଇ ଆଣିଥିବା ପିଠାଟିକୁ ଛେଳି ଟକିନା ଖାଇଦେଲା ବା ଗିଳିଦେଲା, ବିଲେଇର ରାଗ ସେଠୁ ଜୋର ହୋଇଗଲା। ଯେହେତୁ ପିଠାଟି ସେ ଆଣିଥିଲା, ସିଏ ଖାଇଥାନ୍ତା, ଯେହେତୁ ଛେଳି ଖାଇଦେଲା, ସେଠୁ ତାର ରାଗ ବହୁତ ଜୋରେ ବଢ଼ିଗଲା। ହେଲା, ସେ ଛେଳିକୁ କ'ଣ କଲା ନା, କାମୁଡ଼ିବାକୁ ଗୋଡ଼ାଇଲା। ତ ପିଲାମାନେ, କିଏ ସେ ନା, ବିଲେଇ। ବିଲେଇ କ'ଣ କଲା ନା, ଛେଳିକୁ କାମୁଡ଼ିବାକୁ ଗୋଡ଼ାଇଲା। ଛେଳି ବି ପିଲାମାନେ କମ୍ ନୁହେଁ। ବିଲେଇ କାମୁଡ଼ିବାକୁ ଯାଉଛି, ତ ଛେଳି ଡେଇଁ ଡେଇଁ ତାର ଖୁରାରେ ବିଲେଇକୁ ଲାତ ମାରୁଥାଏ। ତ ପିଲାମାନେ, ବିଲେଇ ଯେତେବେଳେ କାମୁଡ଼ିବାକୁ ଛେଳିକି ଗୋଡ଼ଉଥାଏ, ଛେଳି ସେଇଠୁ କ'ଣ କରୁଥାଏ ନା, ଛେଳି ଯେହେତୁ ଆକାରରେ ଦେଖିବାକୁ ବିଲେଇ ଠାରୁ ବଡ଼, ସେ ମଧ୍ୟ ଡେଇଁ ଡେଇଁ ତାର ଖୁରାରେ, ହେଲା, ତ ପିଲାମାନେ ପାଦରେ ପିଲାମାନେ ଦେଖିଥିବ ଗାଈ ଖୁରା, ଛେଳି ଖୁରା, ହେଲା, ସେଇଠି କ'ଣ କରୁଛି ନା, ଛେଳିଟି ତା ଖୁରାରେ ବିଲେଇକୁ ଲାତ ମାରୁଥାଏ ବା ମାଡ଼ ମାରୁଥାଏ। 2-4 ଲାତ ଖାଇ ବିଲେଇ ମିଆଉ ମିଆଉ ହେଲା ବେଳକୁ ଛେଳି ମେ ମେ ହେଉଥାଏ। ତ ପିଲାମାନେ, ବିଲେଇ ଛେଳି ଠାରୁ ମାଡ଼ ଖାଇବା ପରେ ମିଆଉ ମିଆଉ ହେଉଥାଏ, ଛେଳି ବି ସେଠୁ କ'ଣ କରୁଥାଏ ନା, ମେ ମେ ହେଉଥାଏ। 2 ଜଣ ଯାକ ଘମାଘୋଟ ଲଢ଼େଇ ଲାଗିଗଲେ। ତ ପିଲାମାନେ, 2 ଜଣ ଯାକ କ'ଣ କଲେ ନା, ଘମାଘୋଟ ଲଢ଼େଇ ଲାଗିଗଲେ ବା ମାରପିଟ ଲାଗିଗଲେ। ଛେଳି ବିଲେଇର ଜୋରଦାର ଲଢ଼େଇ ଦେଖି କୁକୁରଟିଏ ଆସି ମଝିରେ ଠିଆ ହୋଇଗଲା। ଛେଳିକୁ ଧମକେଇ କହିଲା, ତୁ ଚୁପ୍ ରହ। ତ ପିଲାମାନେ, ଛେଳି ବିଲେଇର ଜୋରଦାର ଲଢ଼େଇ ଦେଖି, ହେଲା,
କୁକୁରଟିଏ ଆସି ମଝିରେ ଠିଆ ହୋଇଗଲା ହେଲା। ଯେହେତୁ ଦୁଇ ଜଣ ଝଗଡ଼ା ଲାଗୁଥିଲେ ସେଥିପାଇଁ କୁକୁରଟି ସେମାନଙ୍କ ମଝିରେ ଆସି ଛିଡ଼ା ହେଇଗଲା। ତ ପିଲାମାନେ ତମାନେ ଗାଁରେ ଦେଖିଥିବ ଲୋକମାନେ ଯେତେବେଳେ ଝଗଡ଼ା ଲାଗନ୍ତି ବାକି ଲୋକମାନେ ଆସିକି ଛଡ଼େଇଥାନ୍ତି ବା ସେମାନଙ୍କ ମଝିରେ ଠିଆ ହୋଇଯାଇଥାନ୍ତି। ଏଠି ଯେତେବେଳେ ଛେଳି ବିଲେଇ ଦୁହେଁ କଜିଆ ଲାଗିଛନ୍ତି ବା ଝଗଡ଼ା ଲାଗିଛନ୍ତି ସେଇ ସମୟରେ ହଠାତ୍ କୁକୁରଟି ଆସିକି ତାଙ୍କ ମଝିରେ କଣ ଠିଆ ହୋଇ ଯାଇଛି। ଛେଳିକୁ ଧମକେଇ କହିଲା ତୁ ଚୁପ୍ ରହ ତ ନହେଲେ ତତେ କାମୁଡ଼ିବେ। ତ ପିଲାମାନେ କୁକୁରଟି କଣ କରିଛି ନା ଛେଳିକୁ ଧମକେଇ କହୁଛି ଯେ ତୁ ଚୁପ୍ ରହ ନହେଲେ ତତେ କାମୁଡ଼ିବେ। ସେମିତି ବିଲେଇକୁ ମଧ୍ୟ କହିଲା ତୁ ଚୁପ୍ ରହ ନହେଲେ ତତେ ବି କାମୁଡ଼ିବେ। ତ ପିଲାମାନେ ସେଇଠୁ କୁକୁରଟି କଣ କଲା ନା ଛେଳିକୁ ଚୁପ୍ କରିବା ସହିତ ବିଲେଇକୁ ମଧ୍ୟ ଚୁପ୍ କଲା। ଏଣୁ କୁକୁର ଭୟରେ ଉଭୟେ ଚୁପ୍ ହେଲେ। ତ ପିଲାମାନେ ଦୁହେଁ ଯେହେତୁ ଝଗଡ଼ା ଲାଗିଥିଲେ ହେଲେ ସେଇ ସମୟରେ ହଠାତ୍ କୁକୁରଟି ପଶି ଆସିଲା ଆଉ ଦୁଇ ଜଣଙ୍କୁ ଧମକାଇ କହିଲା ଯେ ଦୁଇ ଜଣ ଯାକ ଚୁପ୍ ରୁହ ନହେଲେ ତମ ଦୁଇ ଜଣଙ୍କୁ ମୁଁ କାମୁଡ଼ିବି ହେଲା। କୁକୁର ଭୟରେ ଉଭୟେ ଚୁପ୍ ହୋଇଗଲେ ହେଲା। ସେମାନେ ଆଉ ଝଗଡ଼ା ଲାଗିଲେନି। ତେବେ କୁକୁର ପାଖରେ ପାଇଲେ କାମୁଡ଼ି ଦେବ ବୋଲି ଜାଣି ଛେଳି କହିଲା ତୁ ମତେ କାମୁଡ଼ିବୁନି ମୋ ଠାରୁ ତୁ ଭଲ ଉପହାର ପାଇବୁ। ତ ପିଲାମାନେ ତେବେ କୁକୁର ପାଖରେ ପାଇଲେ ତ ପିଲାମାନେ କୁକୁରଟି ପାଖରେ ପାଇଲେ ଛେଳିକୁ ନିହାତି ଭାବରେ କାମୁଡ଼ି ଦେବ। ଛେଳି ସେଇଠୁ ଜାଣି ଡରିକି କଣ କହିଲା ନା ତୁ ମତେ କାମୁଡ଼ିବୁନି ମୋ ଠାରୁ ତୁ ଭଲ ଉପହାର ପାଇବୁ ବା ମୁଁ ତତେ ଭଲ ଉପହାର ଦେବି। ଏ କଥା କିଏ କହୁଛି ପିଲାମାନେ ନା ଛେଳି କହୁଛି କୁକୁରକୁ ତୁ ମତେ କାମୁଡ଼ିବୁନି ମୁଁ ତତେ ଭଲ ଉପହାରଟିଏ ଦେବି। ତ ପିଲାମାନେ ଦେଖିବା ପୁଣି ବିଲେଇ କଣ କହୁଛି କୁକୁରକୁ। ବିଲେଇ ବି କୁକୁରକୁ କହିଲା ତୁ ମତେ କାମୁଡ଼ିବୁନି ମୋ ଠାରୁ ତୁ ଆହୁରି ଭଲ ଉପହାର ପାଇବୁ। ତ ପିଲାମାନେ ବିଲେଇ ବି ବହୁତ ଚାଲାକ ହେଲା। ଦେଖିଲା ଯେତେବେଳେ ସେ ଛେଳି ବି କୁକୁରକୁ କହିଲାଣି ତୁ ମତେ କାମୁଡ଼ିବୁନି ମୁଁ ତତେ ଭଲ ଉପହାର ଦେବି କୁକୁର ଆଉ ଛେଳିକୁ କାମୁଡ଼ିବନି କାଳେ ବିଲେଇକୁ କାମୁଡ଼ି ଦବ କି ହେଲା। ବିଲେଇ ସେଇଠୁ ବହୁତ ଚାଲାକ ହୋଇ କଣ କହିଲା ନା ସେ ମଧ୍ୟ କୁକୁରକୁ କହିଲା ତୁ ମତେ କାମୁଡ଼ିବୁନି ମୋ ଠାରୁ ତୁ ଆହୁରି ଭଲ ଉପହାର ପାଇବୁ। ଯାହା ହେଉ ସେଦିନ ସେଇଠି ବିଲେଇ ଛେଳିର ଝଗଡ଼ାକୁ କୁକୁର ସମାଧାନ କରିଦେଲା। ତ ପିଲାମାନେ ଯାହା ହଉ ସେଦିନ କୁକୁର ଆସିଲା ବୋଲି ସେଇ ସମୟରେ ଛେଳି ଆଉ ବିଲେଇ ଲାଗିଥିବା ଝଗଡ଼ା ସବୁ ସମାଧାନ ହୋଇଗଲା। ତ ପିଲାମାନେ ଦେଖିବା ଏଠି ବିଲେଇ ଆଉ ଛେଳି ମିଶିକି କୁକୁରକୁ କି ଉପହାର ଦେଲେ। ତା ପରଦିନ ବିଲେଇ ଗୋଟିଏ ମୂଷା ଆଣି କୁକୁରକୁ କହିଲା ଏଇ ମୂଷାକୁ ତୁ ନେଇ ଖାଇବୁ ତୁ ମତେ ଆଉ ଦିନେ କାମୁଡ଼ିବାକୁ କହିବୁନି। ତ ପିଲାମାନେ ତା ପରଦିନ ବିଲେଇ କଣ କଲା ନା ଗୋଟିଏ ମୂଷା ଆଣି କୁକୁରକୁ କହିଲା ଏ ମୂଷାକୁ ତୁ ନେଇ ଖାଇବୁ। ତ ପିଲାମାନେ ବିଲେଇ ଯେହେତୁ ମୂଷା ମାରିକି ଖାଏ ତାର ଖାଦ୍ୟ ମୂଷା ଥିଲା ହେଲା। ସେ କଣ ଭାବିଛି ନା ସେ ଯାହାକୁ ଖାଏ କୁକୁର ମଧ୍ୟ ସେଇ ଖାଦ୍ୟ ଖାଉଥିବ ହେଲା। ସେ ଯୋଉ ଭଳି ଖାଦ୍ୟ ଖାଉଥିବ କୁକୁର ମଧ୍ୟ ସେଇଭଳି ଖାଦ୍ୟ ଖାଉଥିବ। କିନ୍ତୁ ବିଲେଇକୁ ଜଣା ନଥିଲା ଯେ ହେଲା ସେ ମୂଷା ଖାଏ ବୋଲି କୁକୁର ମୂଷା ଖାଏ ନାହିଁ ହେଲା। ସେ ସେଥିପାଇଁ ମୂଷାକୁ ଆଣି କୁକୁରକୁ ଖାଇବା ପାଇଁ ଦଉଛି ଆଉ କହୁଛି ଏହି ମୂଷାକୁ ତୁ ନେଇ ଖାଇବୁ ତୁ ମତେ ଆଉ ଦିନେ କାମୁଡ଼ିବାକୁ କହିବୁନି। ସେଇ ସମୟରେ ଛେଳି ଗୋଟିଏ କୋବି ଆଣି କୁକୁରକୁ କହିଲା ତୁ ଏଇଟାକୁ ନେଇଯା ତୁ ଖୁସିରେ ଏଇଟାକୁ ଖାଇ ମତେ ଆଉ କାମୁଡ଼ିବାକୁ କହିବୁନି। ତ ପିଲାମାନେ ଛେଳି ଯେହେତୁ ପରିବା ପତ୍ର ହେଲା କୋବି ଘାସ ଜାତୀୟ ଜିନିଷ ଖାଏ ସେଥିପାଇଁ ସେ ଗୋଟିଏ କୋବି ମଧ୍ୟ ଆଣି କୁକୁରକୁ ଦେଲା କହିଲା ଏଇଟାକୁ ନେଇଯା ତୁ ଖୁସିରେ ଏଇଟାକୁ ଖାଇବୁ ଆଉ ମତେ କାମୁଡ଼ିବାକୁ କହିବୁନି। ତ ପିଲାମାନେ ଦୁଇ ଜଣ ଯାକ ଏ ଉପହାର ଦେଲେ ହେଲା। ତାହେଲେ ବିଲେଇ ମୂଷା ଉପହାର ଦେଲା ଛେଳି ଏଠି କୋବି ଉପହାର କୁକୁରକୁ ଦେଲା। ତ ପିଲାମାନେ ଦେଖିବା ଏବେ କୁକୁରର ମତାମତ କଣ। କୁକୁର ଛେଳି ଓ ବିଲେଇର ଉପହାର ଦେଖି ରାଗରେ ଚୋର। ତ ପିଲାମାନେ ସେଇଠୁ କୁକୁରଟି ଛେଳି ଦେଇଥିବା ଉପହାର ଆଉ ବିଲେଇ ଦେଇଥିବା ଉପହାର ଦେଖି ରାଗରେ ସେ ଗର୍ଗର ହେଲା। କୁକୁର ରାଗି ଯାଇ ବିଲେଇକୁ କହିଲା ତୁ ମୂଷା ଖାଇବାକୁ ଭଲ ପାଉ ବୋଲି କଣ ମୁଁ ଭଲ ପାଏ ମୁଁ ମୂଷା ଖାଏ କି ତୁ ମତେ ପିଠା ଦେଇଥିଲେ ମୁଁ ଖାଇପାରିବି। ତ ପିଲାମାନେ କୁକୁରଟି ସେଇଠୁ ରାଗି ଯାଇକି ବିଲେଇକୁ କହିଲା ତୁ ମୂଷା ଖାଇବାକୁ ଭଲ ପାଉ ବୋଲି କଣ ମୁଁ ଭଲ ପାଏ ମୁଁ ମୂଷା ଖାଏନି ହେଲା। ତୁ ମତେ ପିଠା ଦେଇଥିଲେ ମୁଁ ଖାଇଥାନ୍ତି ହେଲା। ତାହେଲେ ପିଲାମାନେ ଛେଳିକୁ ମଧ୍ୟ କଣ କହିଲା ଦେଖିବା। ଛେଳିକୁ ବି ସେମିତି କୁକୁର କହିଲା ତୁ ମତେ କୋବି ଦେଇଛୁ ମୁଁ କୋବି ଖାଏ କି ତୁ କୋବି ଚୋବେଇ ଦଉଛୁ ବୋଲି ମୁଁ ଚୋବେଇବି। ତ ପିଲାମାନେ ଛେଳିକୁ ବି ସେମିତି କୁକୁର କହିଲା ହେଲା। କଣ କହିଲା ତୁ ମତେ କୋବି ଦେଇଛୁ ମୁଁ କୋବି ଖାଏ କି ତୁ କୋବି ଚୋବେଇ ଦଉଛୁ ବୋଲି ମୁଁ ଚୋବେଇବି ତୁ କୋବି ତରକାରୀ ଦେଲେ ମୁଁ ଖାଇପାରିବି। କୁକୁର କଥା ଶୁଣି ବିଲେଇ କହିଲା ମତେ ଯେତେବେଳେ ଯେତେ ଯାହା ପିଠା ମିଳେ ମୁଁ ସେସବୁ ସେଇଠି ଖାଇଦିଏ ମୋ ପାଖରେ ବଳିଲେ ସିନା ତତେ ଦେବି। ତ ପିଲାମାନେ କୁକୁରକୁ କଣ ହେଲା ପିଲାମାନେ କୁକୁରଟି ଯେପରି ଏଠି ବିଲେଇକୁ କହିଲା ଛେଳିକୁ ମଧ୍ୟ ସେଇଭଳି କହିଲା ତୁ ମତେ କୋବି ଦଉଛୁ ମୁଁ କୋବି ଖାଏ ନାହିଁ ତୁ କୋବି ଖାଉଛୁ ବୋଲି କଣ ମୁଁ କୋବି ଖାଇବି। ଏଇଭଳି ସେ ଦୁଇ ଜଣଙ୍କୁ କହିଲା ହେଲା। କୁକୁରର କଥା ଶୁଣି ବିଲେଇ କହିଲା ହେଲା
ମତେ ଯେତେବେଳେ କ'ଣ ଯେତେ ପିଠା ଯାହା ମିଳେ ବା ଯୋଉଠି ବି ମୁଁ ପିଠା ଆଣେ ସେଇଠି ମୁଁ ସବୁ ପିଠା ଖାଇଦିଏ। ମୋ ପାଖରେ ବଳିଲେ ସିନା ମୁଁ ତତେ ଦେବି। ଛେଳି ବି ସେମିତି କହିଲା, ମୁଁ ତ ସିଧା ବିନା ତରକାରୀରେ କୋବି ଖାଏ। ମତେ କିଏ ତରକାରୀ କରିଦେବ ଯେ ମୁଁ ତତେ ତରକାରୀ ଆଣିଦେବି। ତ ପିଲାମାନେ ବିଲେଇ ଆଉ ଛେଳି ସେମାନେ ଦୁହେଁ ନିଜର ମତାମତକୁ କୁକୁର ଆଗରେ ଜଣାଇଲେ ହେଲା। ଯେହେତୁ କୁକୁର କ'ଣ କହିଲା ନା କୁକୁର କହିଲା କ'ଣ ମୁଁ ମୂଷା ଖାଏ ନାହିଁ, ମତେ ପିଠା ଆଣି ଦେଇଥିଲେ ମୁଁ ଖାଇଥାନ୍ତି। ଏ କଥା ବିଲେଇକୁ କହିଲା। ଆଉ ଛେଳିକୁ କ'ଣ କହିଲା, ମୁଁ ଏ କଞ୍ଚା କୋବି ଖାଏ ନାହିଁ, ତରକାରୀ କୋବି ହେଇଥିଲେ ଖାଇଥାନ୍ତି। ସେଇଠୁ ବିଲେଇଟି କହିଲା, ମୁଁ ଯେତେବେଳେ ବି ଯୋଉଠୁ ପିଠା ଆଣିଥାଏ ସେଇଠି ହିଁ ପିଠା ଖାଇ ଦେଇଥାଏ। ମୁଁ ବା ପିଠା ପାଇବି କୋଉଠୁ, ତତେ ବା ପିଠା ଦେବି କେମିତି। ତାପରେ ଛେଳିଟି ମଧ୍ୟ କହିଲା କ'ଣ ନା ମୁଁ ତ କଞ୍ଚା କୋବି ଖାଏ, ମତେ ବା ତରକାରୀ କରି କିଏ ଦବ, ମତେ ସିନା କିଏ ତରକାରୀ କରିଦେଲେ ମୁଁ ଖାଇବି ଆଉ ତତେ ଦେବି। ତ ପିଲାମାନେ ଏ କଥା ଶୁଣି କୁକୁର କ'ଣ କହିଲା ଦେଖିବା। ଏ କଥା ଛେଳି ଓ ବିଲେଇ ଠାରୁ ଶୁଣି କୁକୁର ରାଗରେ ବିଲେଇକୁ ଗୋଡ଼ାଇଲା, ତ ପୁଣି ଛେଳିକୁ ଗୋଡ଼ାଇଲା। ତ ପିଲାମାନେ ଏଇ ଦୁଇ ଜଣ ଯେତେବେଳେ କହିଲେ କି ବିଲେଇ କହିଲା ମୁଁ କୋଉଠୁ ପିଠା ଆଣିକି ତତେ ଦେବି, ଛେଳି କହିଲା ମୁଁ କୋଉଠି ତରକାରୀ ଆଣିକି ତତେ ଦେବି। ଏ କଥା ଦୁଇ ଜଣଙ୍କ ମୁହଁରୁ ଶୁଣିବା ପରେ କୁକୁରଟି ବହୁ ଜୋରେ ରାଗିଯାଇ ସେମାନଙ୍କୁ ଗୋଡ଼େଇବାକୁ ଲାଗିଲା। ଛେଳି ଓ ବିଲେଇର ଉପହାର ଦେଖି କୁକୁର ରାଗି ସବୁଦିନ ସେଇ ଦୁଇଟାକୁ ଗୋଡ଼ାଏ। ତ ପିଲାମାନେ ସେଇ ଦିନଠାରୁ କ'ଣ କରେ ନା କୁକୁର ସେଇ ଦୁଇ ଜଣଙ୍କ ଉପରେ ରାଗି ସେମାନଙ୍କୁ ଯେତେବେଳେ ବି ଦେଖେ ସେମାନଙ୍କୁ ଗୋଡ଼ାଏ। ତ ପିଲାମାନେ ତମାନେ ଗାଁରେ ଦେଖିଥିବ କୁକୁର ଯେତେବେଳେ ଛେଳି କିମ୍ବା ବିଲେଇକୁ ଦେଖେ ସେ ସବୁବେଳେ କ'ଣ କରେ ନା ଗୋଡ଼ାଇଥାଏ। ତ ବିଲେଇ ଭଲ ଉପହାର ଦେଉନି କି ଛେଳି ବି ଭଲ ଉପହାର ଦଉନି। ଉପହାର ମନକୁ ନଗଲେ ଯିଏ ହେଲେ ବି ସେ ରାଗିବ। ତ ପିଲାମାନେ ଏଇଠି କ'ଣ ହେଲା ନା ଛେଳି ବିଲେଇ ଯେତେବେଳେ ଝଗଡ଼ା ଲାଗିଲେ ସେତେବେଳେ କୁକୁର ଆସି ସେମାନଙ୍କ ଝଗଡ଼ାକୁ ରୋକିଲା ବା ଅଟକାଇଲା ହେଲା। ସେଇ ସମୟରେ କୁକୁରଟି କ'ଣ କଲା ନା ଦୁଇ ଜଣ ଯାକ ଝଗଡ଼ା ଲାଗନି ରହିଯାଅ, ନହେଲେ ତମକୁ କାମୁଡ଼ି ଦେବି। ସେମାନେ ଦୁଇ ଜଣ ଡରି ଯାଇ କୁକୁରକୁ ଉପହାର ଦେବେ ବୋଲି କହିଲେ, କିନ୍ତୁ ସେମାନେ ଆଣିଥିବା ଉପହାର କୁକୁରକୁ ପସନ୍ଦ ଆସିଲା ନାହିଁ ହେଲା। ତାପରେ କୁକୁରଟି ରାଗି ଯାଇ ସେମାନଙ୍କୁ କାମୁଡ଼ି ଗୋଡ଼ାଇବାକୁ ଲାଗିଲା। ତ ପିଲାମାନେ ନିହାତି ଭାବରେ ତମାନେ ଯେତେବେଳେ କ'ଣ ଗଣେଶ ପୂଜା ହଉ ସରସ୍ୱତୀ ପୂଜା ହଉ ତମାନଙ୍କ ପାଇଁ ଘରେ ନୂଆ ଡ୍ରେସ୍ ଆସେ, ସେତେବେଳେ କ'ଣ ହୁଏ ନା ତମମାନଙ୍କ ମନକୁ ଯଦି ଡ୍ରେସ୍ ନଯାଏ ହେଲା, ତମମାନଙ୍କୁ ଯଦି ପସନ୍ଦ ନ ଆସେ ତମାନେ ନିହାତି ଭାବରେ କାନ୍ଦିଥାଉ, ଝଗଡ଼ା କରିଥାଉ। ସେଇଭଳି ଯେପରି ଏଠି କ'ଣ ହେଲା ନା ଛେଳି ଆଉ ବିଲେଇର ଉପହାର କୁକୁର ମନକୁ ଗଲା ନାହିଁ, ସେଥିପାଇଁ ସେ ରାଗି ଯାଇ ସେମାନଙ୍କୁ ଗୋଡ଼େଇବାକୁ ଲାଗିଲା। ସେଇ ଦିନଠାରୁ କୁକୁର ଯେବେ ବି ଛେଳି ଆଉ ବିଲେଇକୁ ଦେଖେ ସେବେ କ'ଣ କରେ ନା ଗୋଡ଼େଇବାକୁ ଲାଗିଥାଏ। ତ ପିଲାମାନେ ଆମକୁ ଯୋଉମାନେ ବି ଯିଏ ବି ଉପହାର ଦେବେ ନିହାତି ଭାବରେ ଆମକୁ କ'ଣ ପସନ୍ଦ ଆସିବା ନିହାତି ଭାବରେ ଦରକାର ହେଲା। ନହେଲେ ଆମ ମନ ଦୁଃଖ ହବ, ନିହାତି ଭାବରେ ଆମେ ରାଗିଯିବା। ପିଲାମାନେ ମୁଁ ଆଶା କରୁଛି ନିହାତି ଭାବରେ ତମମାନଙ୍କୁ ଏଇ ଗପଟି ଭଲ ଲାଗିଥିବ। ଯଦି ତମମାନଙ୍କୁ ଏଇ ଗପଟି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।